ସେ ଆମର ଜଣାଇଛନ୍ତି ଯେ ରୋଡ ସାଇଡରେ ତାଙ୍କର ସଫର ବାବୁର ଆମର ସେବା ଜାରି ରହିଛି। ଆଜି 12 ବର୍ଷ ଶିବ ଭକ୍ତମାନେ ଶ୍ରାବଣ ମାସର ସୋମବାର ଦିନ ଶୈବପୀଠରେ ନିଜର ମାନସିକ ପାଣି ଢାଳିଥାନ୍ତି। ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଚନ୍ଦନେଶ୍ୱରର ପ୍ରସିଦ୍ଧ ଶୈବପୀଠରେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ କାଉଡ଼ିଆ ଭକ୍ତମାନେ ନିଜର ମାନସିକ ପାଣି ନେଇ ଜଳାଭିଷେକ କରିଥାନ୍ତି। ବିଭିନ୍ନ ନଦୀଘାଟରୁ ପବିତ୍ର ଜଳ ସଂଗ୍ରହ କରି ମାଇଲ ମାଇଲ ରାସ୍ତା ଅତିକ୍ରମ କରି ହଜାର ହଜାର କାଉଡ଼ିଆମାନେ ବାବା ଚନ୍ଦନେଶ୍ୱରଙ୍କ ପୀଠକୁ ଯାଇଥାନ୍ତି। ଅଙ୍କାବଙ୍କା ଓ ଆବଡ଼ା ଖାବଡ଼ା ରାସ୍ତାରେ ଖାଲି ପାଦରେ ଦୀର୍ଘ ପଥ ଚାଲିବା ଯୋଗୁଁ ଅନେକ କାଉଡ଼ିଆଙ୍କ ପାଦରେ ଫୋଟକା ପଡ଼ିଯାଏ ତ କିଏ ଆହତ ମଧ୍ୟ ହୁଅନ୍ତି। ହେଲେ ଭକ୍ତି ଆଗରେ ସବୁ କଷ୍ଟ ହାର ମାନେ। ଭୋଲେ ବାବା ପାର କରେଗା ନାରା ଦେଇ ମାନସିକ ପୂରଣ ପାଇଁ ଆଗେଇ ଚାଲନ୍ତି ଭକ୍ତମାନେ। ସେହି ଭକ୍ତମାନଙ୍କ ସେବାକୁ ଭଗବାନଙ୍କ ସେବା ଭାବି କମର୍ଦା ଉଲୁଡ଼ା ରାସ୍ତାର କମର୍ଦା ହସ୍ପିଟାଲ ଛକ ନିକଟରେ ବୋଲବମ୍ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କାଉଡ଼ିଆମାନଙ୍କୁ ସେବା ଯୋଗାଇ ଦିଆଯାଇଥିଲା। ମନ ଦୀର୍ଘ 12 ବର୍ଷ ଧରି এই ବାସନ୍ତୀ ମାତା କମିଟି 12 ମାଇଲ ସେବା କରିବା ପାଇଁ ଆମର କାଉଁରୀ ଭକ୍ତମାନଙ୍କ ପାଇଁ ସେବାରେ ଆମେ ଲାଗି ରହିଛୁ। ଆମର ଇଚ୍ଛା ଆମେ ନ ଯାଇପାରିଲେ ପାଇଁ ପ୍ରଭୁଙ୍କ ପାଖକୁ ଆମେ ଭକ୍ତଙ୍କର ସେବା କରିବା, ତାଙ୍କ ପାଇଁ ଆମେ କିଛି କର୍ମ କରିଯିବା। କାହିଁକି ଭୋଗରେ ମାଟି ଆଜି ଚନ୍ଦନେଶ୍ୱର ପୀଠରେ ଯେଉଁ ସାରା ଓଡ଼ିଶା ଗର୍ବିତ ରହିଛି, ଯେଉଁ ବନ୍ୟା ଗଲା 2 ଥର ବନ୍ୟାରେ ବାତ୍ୟାରେ ସମ୍ମୁଖୀନ ହେଇକି ମଧ୍ୟ ଆମେ ସଭାକୁ ଜାରି ରଖିଥିବାରୁ ଆମେ ଗର୍ବିତ। ତେବେ 57 ନମ୍ବର ରାଜ୍ୟ ରାଜପଥର 12 ମାଇଲ ଛକ ନିକଟରେ ମା ବାସନ୍ତୀ ଭୋଲେବମ୍ ସଂଗଠନ ପକ୍ଷରୁ ମଧ୍ୟ କାଉଡ଼ିଆଙ୍କ ପାଇଁ ଭୋଜନ ପାଣି ଓ ORSର ବ୍ୟବସ୍ଥା କରାଯାଇଥିଲା। ଆଉ ଦୀର୍ଘ ପଦଯାତ୍ରା ଯୋଗୁଁ ପାଦରେ ଆଘାତ ଲାଗି ଚାଲିପାରୁନଥିବା କାଉଡ଼ିଆଙ୍କ ପାଇଁ ପ୍ରାଥମିକ ଚିକିତ୍ସା, ପାଦରେ ମାଲିସ ଓ ପଟି ବାନ୍ଧିବା ଭଳି ସେବା ମଧ୍ୟ ଯୋଗାଇ ଦିଆଯାଇଥିଲା। ଅନେକ କାଉଡ଼ିଆ ସେଠାରେ କିଛି ସମୟ ପାଇଁ ଅଟକି ରହି ପାଣି ଭାର ରଖି ବିଶ୍ରାମ ନେଇଥିଲେ। ପରେ ଭୋଜନ ଓ ଔଷଧ ସେବନ କରିବା ସହ ପାଦରେ ମାଲିସ କରାଇ ପୁଣି ବାବାଙ୍କ ପୀଠ ଅଭିମୁଖେ ଯାତ୍ରା କରିଥିଲେ। ଭକ୍ତଙ୍କ କଷ୍ଟ ଦୂର କରିବାର ଏହି ପ୍ରୟାସକୁ ନେଇ ଦୁଇ ସଂଗଠନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଥିଲା। ଏଠି ସେବା କରିବା ବେଳେ ଆମକୁ ବହୁତ ଭଲ ଲାଗୁଛି। ବ୍ୟବସ୍ଥା ରହିଛି ପୁରୀ ଆଳୁଦମ ରହିଛି ଏବଂ ଡକ୍ଟରଙ୍କର ମଧ୍ୟ ଯେଉଁମାନେ ଚାଲିପାରୁନାହାନ୍ତି, ଯେହେତୁ ରାସ୍ତା ଖରାପ ଅଛି, ତେଣୁ ଯେଉଁମାନଙ୍କର ଗୋଡ଼ ଗୁଡ଼ା ଫାଟି ଯାଉଛି ବା ଛୋଟା ହେଉଛନ୍ତି ସେମାନଙ୍କ ପାଇଁ ଆମେ ଡାକ୍ତର ସେବା ରଖିଛୁ। ପାଣି ନେଇ ବାବାଙ୍କ ନିକଟକୁ ଯାଉଛନ୍ତି, କିନ୍ତୁ ଆପଣଙ୍କର ସେବା କରିବାର ଆମର ସେବା ମନୋବୃତ୍ତି ହେଉଛି ଆମେ ଠାକୁରଙ୍କ ପାଖରେ ପହଞ୍ଚି ପାରୁନୁ ଆଜିର ଦିନରେ। ଆମେ ଭାବୁଛୁ ଯେ ଆମେ ଭକ୍ତମାନଙ୍କର ସେବା ନୁହେଁ, ଆମେ ବାବାଙ୍କର ସେବା କରୁଛୁ ଏବଂ ତାଙ୍କର ପାଦ ଛୁଇଁଲା ପରେ ଆମର ମନ ଚିରତର୍ଥ ହେଉଛି ବାବା ଆମେ ଭଗବାନଙ୍କ ପାଖରେ ପହଞ୍ଚି ପାରୁଛୁ ବୋଲି ଆମେ ମନକୁ ଭାବୁଛୁ ଏବଂ ପ୍ରତ୍ୟେକ ବର୍ଷ ଆମେ ଏଇ ଦିନକୁ ମାନେ ଅପେକ୍ଷା କରିଥାଉ ଯେ ଆମେ ଭକ୍ତମାନଙ୍କର ସେବା କରିବା। ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଚନ୍ଦନ କୁମାର ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।